ଦେଖନ୍ତୁ ସବୁ କ୍ଷେତ୍ରରେ ବାର୍ଥ ସାର୍ଟିଫିକେଟଟି ଦରକାର ପଡ଼ିଥାଏ। ନୂଆ ଆଧାର ବନାଇବା ହେଉ ବା ଛୁଆଙ୍କୁ ସ୍କୁଲରେ ନାମ ଲେଖାଇବା ହେଉ ବା ଆଧାରରେ ବୟସ ଚେଞ୍ଜ କରିବା ହେଉ, ସବୁ କ୍ଷେତ୍ରରେ ଜନ୍ମ ସାର୍ଟିଫିକେଟ ଦରକାର ପଡ଼ିଥାଏ। ତ ଏମିତି ବାର୍ଥ ସାର୍ଟିଫିକେଟ ନିଜ ମୋବାଇଲ ଫୋନରୁ ଡାଉନଲୋଡ଼ କରନ୍ତୁ। ତ ନମସ୍କାର ଫ୍ରେଣ୍ଡସ୍, ମୁଁ ତୁଲାରାମ ଆପଣମାନଙ୍କୁ ସ୍ୱାଗତ କରୁଛି ଆଡଭାନ୍ସ ଟେକ୍ନୋଲୋଜି ଓଡ଼ିଶା ଚ୍ୟାନେଲକୁ। ଆଜିର ଭିଡ଼ିଓରେ ଆମେ ଜାଣିବା ଯେ ପୁରୁଣା ହେଉ ବା ନୂଆ ବାର୍ଥ ସାର୍ଟିଫିକେଟଟିକୁ କିପରି ଅନଲାଇନ୍ ଡାଉନଲୋଡ଼ କରିବେ। ଡାଉନଲୋଡ଼ କରିବା ପାଇଁ ଆପଣଙ୍କୁ କୌଣସି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଘରେ ବସି ମୋବାଇଲ ଫୋନ୍ ମାଧ୍ୟମରେ ପୁରୁଣା ବାର୍ଥ ସାର୍ଟିଫିକେଟରେ ମୋବାଇଲ ନମ୍ବର ରେଜିଷ୍ଟ୍ରେସନ୍ ନଥିଲେ ମଧ୍ୟ ଅନଲାଇନ୍ ବାର୍ଥ ସାର୍ଟିଫିକେଟଟି ଡାଉନଲୋଡ଼ କରିପାରିବେ। ତ କେମିତି ଡାଉନଲୋଡ଼ କରିବେ ଚାଲନ୍ତୁ ଏ ଭିଡ଼ିଓରେ ଦେଖିବା। ପ୍ରଥମେ ଆପଣଙ୍କ ଗୁଗଲର ସର୍ଚ୍ଚରେ ଆପଣ ଟାଇପ୍ କରନ୍ତୁ ବାର୍ଥ ସାର୍ଟିଫିକେଟ ଡାଉନଲୋଡ଼ ଓଡ଼ିଶା। ଦେନ୍ ସର୍ଚ୍ଚ କଲା ପରେ ପ୍ରଥମ ଯେଉଁ ଲିଙ୍କଟି ଅଛି ବର୍ଥ ଆଣ୍ଡ ଡେଥ୍ ଓଡ଼ିଶା, ଏହି ଅପସନ୍ଟିକୁ ଏଠି ଆପଣ କ୍ଲିକ୍ କରିବେ। ତାପରେ ଆପଣ ଓଡ଼ିଶା ବର୍ଥ ଆଣ୍ଡ ଡେଥ୍ ରେଜିଷ୍ଟ୍ରେସନ୍ ସିଷ୍ଟମଟିର ହୋମ୍ ପେଜଟିରେ ଏଭଳି ଓପନ୍ ହେଇକି ଆସିଯିବେ। ତେବେ ଏହାର ଲିଙ୍କକୁ ମୁଁ ଡିସ୍କ୍ରିପ୍ସନରେ ଦେଇଦେଇଛି। ଆପଣ ଚାହିଁଲେ ସେହି ଲିଙ୍କକୁ କ୍ଲିକ୍ କରି ଡାଇରେକ୍ଟଲି ଏ ୱେବସାଇଟ୍କୁ ଆସିପାରିବେ। ଆପଣ ଯଦି ଆପଣଙ୍କ ବର୍ଥ ସାର୍ଟିଫିକେଟଟି ଅତି ପୁରାଣାରୁ ପୁରାଣା କିମ୍ବା ଆପଣଙ୍କ ବାର୍ଥ ସାର୍ଟିଫିକେଟରେ ଆପଣଙ୍କ ମୋବାଇଲ ନମ୍ବରଟି ରେଜିଷ୍ଟ୍ରେସନ୍ ନାହିଁ, ବିନା ଆପଣଙ୍କ ମୋବାଇଲ ନମ୍ବର ରେଜିଷ୍ଟ୍ରେସନରେ ଆପଣଙ୍କ ବାର୍ଥ ସାର୍ଟିଫିକେଟଟି ଏଥିରୁ ଆପଣ ଡାଉନଲୋଡ଼ କରିପାରିବେ। ଅତି ପୁରାଣାରୁ ପୁରାଣା ଆପଣ ବାର୍ଥ ସାର୍ଟିଫିକେଟଟିକୁ ଏହି ୱେବସାଇଟ୍ରୁ ଆପଣ ଡାଉନଲୋଡ଼ କରିପାରିବେ। ତେବେ ଆପଣଙ୍କ ବାର୍ଥ ସାର୍ଟିଫିକେଟଟି ଡାଉନଲୋଡ଼ କରିବା ପାଇଁ ଡାଉନଲୋଡ଼ ସାର୍ଟିଫିକେଟଟିର ଅପସନ୍ଟିକୁ ଏଠି ଆପଣ ସିଲେକ୍ଟ କରିବେ। ଦେନ୍ ତାପରେ ଏଠି ଆପଣଙ୍କ ମୋବାଇଲ ନମ୍ବରଟି ଟାଇପ୍ କରିବେ। ଦେନ୍ ମୋବାଇଲ ନମ୍ବରଟି ଟାଇପ୍ କଲା ପରେ ସେଣ୍ଡ ଓଟିପିକୁ ଏଠି ଆପଣ କ୍ଲିକ୍ କରିବେ। ଦେନ୍ କ୍ଲୋଜ୍ କରିବେ। ତାହେଲେ ଆପଣ ଯେଉଁ ମୋବାଇଲ ନମ୍ବରଟି ଦେଇଛନ୍ତି ସେହି ମୋବାଇଲ ନମ୍ବରରେ ଭେରିଫିକେସନ୍ ପାଇଁ ଗୋଟିଏ ଓଟିପି ଆସିଥିବ। ତେବେ ସେହି ଓଟିପିକୁ ଏଠି ଆପଣ ଟାଇପ୍ କରିବେ। ଦେନ୍ ଟାଇପ୍ କରିସାରିଲା ପରେ ସବମିଟ୍ ଉପରେ ଏଠି ଆପଣ କ୍ଲିକ୍ କରିବେ। ଦେନ୍ ତାପରେ ଆପଣଙ୍କ ସାର୍ଟିଫିକେଟଟି ଡାଉନଲୋଡ଼ କରିବା ପାଇଁ ଦୁଇ ଗୋଟି ଅପସନ୍ଟି ଦେବ ବର୍ଥ ଆଣ୍ଡ ଡେଥ୍। ତାହେଲେ ଆପଣଙ୍କ ବାର୍ଥ ସାର୍ଟିଫିକେଟଟି ଡାଉନଲୋଡ଼ କରିବାର ଅଛି, ତାହେଲେ ବର୍ଥକୁ ଏଠି ଆପଣ କ୍ଲିକ୍ କରିବେ। ଦେନ୍ ତାପରେ ଆପଣଙ୍କ ଓଡ଼ିଶା ବର୍ଥ ଆଣ୍ଡ ଡେଥ୍ ରେଜିଷ୍ଟ୍ରେସନ୍ ସିଷ୍ଟମଟିର ହୋମ୍ ପେଜଟି ଏଭଳି ଓପନ୍ ହେଇକି ଆସିଯିବ। ତେବେ ଏହି ସିଷ୍ଟମରୁ ଆପଣଙ୍କ ବାର୍ଥ ସାର୍ଟିଫିକେଟଟିକୁ ଡାଉନଲୋଡ଼ କରିପାରିବେ। ତେବେ ଆପଣଙ୍କ ବାର୍ଥ ସାର୍ଟିଫିକେଟର ଡିଟେଲ୍ସ ଦେଇକି ମଧ୍ୟ ଆପଣଙ୍କ ବାର୍ଥ ସାର୍ଟିଫିକେଟଟି ଡାଉନଲୋଡ଼ କରିପାରିବେ। ହେଲେ ବାର୍ଥ ସାର୍ଟିଫିକେଟ ଡାଉନଲୋଡ଼ କରିବା ପାଇଁ ଆପଣଙ୍କ ବାର୍ଥ ସାର୍ଟିଫିକେଟର କିଛି ବେସିକ୍ ଡିଟେଲ୍ସ ଦେବାକୁ ପଡ଼ିବ। ତେବେ ପ୍ରଥମେ ରହିଛି ଏଠି ଡିଷ୍ଟ୍ରିକ୍ଟ। ତେବେ କେଉଁ ଡିଷ୍ଟ୍ରିକ୍ଟରେ ଜନ୍ମଗ୍ରହଣ କରିଛନ୍ତି ସେହି ଡିଷ୍ଟ୍ରିକ୍ଟକୁ ଏଠି ପ୍ରଥମେ ଆପଣ ସିଲେକ୍ଟ କରିବେ। ଡିଷ୍ଟ୍ରିକ୍ଟଟି ସିଲେକ୍ଟ କଲା ପରେ ରେଜିଷ୍ଟ୍ରେସନ୍ ୟୁନିଟ୍କୁ ଆପଣ ଏଠି ସିଲେକ୍ଟ କରିବେ। କେଉଁ ହସ୍ପିଟାଲରେ ଜନ୍ମ ହୋଇଥିଲେ ସେହି ହସ୍ପିଟାଲକୁ ଏଠି ଆପଣ ସିଲେକ୍ଟ କରିବେ। ଦେନ୍ ତାପରେ ଡେଟ୍ ଅଫ୍ ବର୍ଥଟିକୁ ଏଠି ଆପଣ ସିଲେକ୍ଟ କରିବେ। ଦେନ୍ এই ତିନୋଟି ଅପସନ୍ ଦେଇସାରିଲା ପରେ ଏଠି ଦେଖନ୍ତୁ ସର୍ଚ୍ଚ ଡିଟେଲ୍ସ ରହିଛି। ସର୍ଚ୍ଚ ଡିଟେଲ୍ସରେ ଆପଣଙ୍କ ଆପ୍ଲିକେସନ୍ ନମ୍ବର ଦେଇକି ମଧ୍ୟ ଆପଣଙ୍କ ବାର୍ଥ ସାର୍ଟିଫିକେଟଟି ଏଠି ସର୍ଚ୍ଚ କରିକି ଡାଉନଲୋଡ଼ କରିପାରିବେ। ଦେନ୍ ତାପରେ ରହିଛି ରେଜିଷ୍ଟ୍ରେସନ୍ ନମ୍ବର, ରେଜିଷ୍ଟର ମୋବାଇଲ ନମ୍ବର, ସର୍ଚ୍ଚ ବାଇ ରିକ୍ୱେଷ୍ଟ ନମ୍ବର। ତେବେ ବର୍ତ୍ତମାନ ଆମେ ଏଠି ରେଜିଷ୍ଟ୍ରେସନ୍ ନମ୍ବର ଦେଇକି ସର୍ଚ୍ଚ କରିବା। ତାହେଲେ ଏଠି ମୁଁ ରେଜିଷ୍ଟ୍ରେସନ୍ ନମ୍ବର ଦେଇଦେଉଛି। ରେଜିଷ୍ଟ୍ରେସନ୍ ନମ୍ବର ଦେଇକି ଆପଣ ଏଠି ସର୍ଚ୍ଚ କରିବେ। ସର୍ଚ୍ଚ କଲା ପରେ ଆପଣଙ୍କ ବାର୍ଥ ସାର୍ଟିଫିକେଟଟି ଅଟୋମେଟିକଲି ସର୍ଚ୍ଚ କରିବ। ତେବେ ଆଉ ବି ଅପସନ୍ ରହିଛି ଏଠି ଦେଖନ୍ତୁ ସର୍ଚ୍ଚ ବାଇ ଅଦର ଡିଟେଲ୍ସ। ତାହେଲେ ଚାଇଲ୍ଡ ଫାର୍ଷ୍ଟ ନେମ୍କୁ ଏଠି ଟାଇପ୍ କରିବେ, ମଦର ଫାର୍ଷ୍ଟ ନେମ୍କୁ ଟାଇପ୍ କରିବେ, ଫାଦର ଫାର୍ଷ୍ଟ ନେମ୍କୁ ଟାଇପ୍ କରିବେ, ଜେଣ୍ଡରଟି ସିଲେକ୍ଟ କରିବେ, କେଉଁ ହସ୍ପିଟାଲରେ ଜନ୍ମ ହୋଇଛନ୍ତି ସେହି ହସ୍ପିଟାଲକୁ ଏଠି ଆପଣ ସିଲେକ୍ଟ କରିବେ। এই ଅପସନ୍କୁ ସବୁ ସିଲେକ୍ଟ କରିସାରିଲା ପରେ ଆପଣ ସର୍ଚ୍ଚ କଲେ ମଧ୍ୟ ଆପଣଙ୍କ ବାର୍ଥ ସାର୍ଟିଫିକେଟଟି ସର୍ଚ୍ଚରେ ଆସିବ ଏବଂ ଡାଉନଲୋଡ଼ କରିପାରିବେ। ତେବେ ବର୍ତ୍ତମାନ ଆମେ ରେଜିଷ୍ଟ୍ରେସନ୍ ନମ୍ବର ଦେଇଦେଇଛୁ, ତାହେଲେ ସର୍ଚ୍ଚକୁ ଆମେ ଏଠି କ୍ଲିକ୍ କରିବା। ତେବେ ଏଠି ଦେଖନ୍ତୁ ବାର୍ଥ ସାର୍ଟିଫିକେଟରେ ଯେଉଁ ଡିଟେଲ୍ସଟି ରହିଛି ସବୁ ଡିଟେଲ୍ସ ଏଠି ଶୋ ହେଇକି ଆସିଯାଇଛି। ତେବେ ରେଜିଷ୍ଟ୍ରେସନ୍ ନମ୍ବରଟି ଶୋ କରୁଥିବ, ରିକ୍ୱେଷ୍ଟ ନମ୍ବରଟି ଶୋ କରୁଥିବ, ଡେଟ୍ ଅଫ୍ ବର୍ଥଟି ଶୋ କରୁଥିବ, ଆପ୍ଲିକେସନ୍ ନମ୍ବରଟି ଶୋ କରୁଥିବ, ଆପ୍ଲାଏ ଡେଟ୍ଟି ଶୋ କରୁଥିବ ଏବଂ ଆପ୍ଲିକେଣ୍ଟ ନେମ୍ଟି ମଧ୍ୟ ଏଠି ଶୋ କରୁଥିବ। ତାହେଲେ ଆପଣଙ୍କ ବାର୍ଥ ସାର୍ଟିଫିକେଟଟି ଡାଉନଲୋଡ଼ କରିବା ପାଇଁ ଏଥିରୁ କୌଣସି ଅପସନ୍ ନାହିଁ। ତାହେଲେ ଆପଣଙ୍କ ବାର୍ଥ ସାର୍ଟିଫିକେଟଟି ଡାଉନଲୋଡ଼ କରିବା ପାଇଁ ଏଥିରୁ କୌଣସି ଅପସନ୍ ଦିଶୁନାହିଁ। ତ ଏଠି ଆପଣ କ'ଣ କରିବେ, ଏଠି ଦେଖନ୍ତୁ ଯେଉଁଟାକି ଆକ୍ସନ୍ ଲେଖା ହେଇଛି, ଆକ୍ସନ୍ରେ 3 ଡଟ୍ ରହିଛି। এই 3 ଡଟ୍କୁ ଏଠି ଆପଣ କ୍ଲିକ୍ କରିବେ। ଦେନ୍ ସେଠାରେ କ୍ଲିକ୍ କଲା ପରେ ଏଠି ଦେଖନ୍ତୁ ଦୁଇଟି ଅପସନ୍ ଶୋ କରୁଛି, ଭିୟୁ ଆଣ୍ଡ ଜେନେରେଟ୍ ଆପ୍ଲିକେସନ୍ସ। ତାହେଲେ ଆପଣଙ୍କ ବାର୍ଥ ସାର୍ଟିଫିକେଟଟି ଡାଉନଲୋଡ଼ କରିବା ପାଇଁ ଜେନେରେଟ୍ ଆପ୍ଲିକେସନ୍ ଅପସନ୍ଟିକୁ ଏଠି ଆପଣ କ୍ଲିକ୍ କରିବେ। ଦେନ୍ ସେଠାରେ କ୍ଲିକ୍ କଲା ପରେ ଏଠି ଆପଣଙ୍କ ବାର୍ଥ ସାର୍ଟିଫିକେଟଟି ଡାଉନଲୋଡ଼ ହୋଇଯିବ। ଡାଉନଲୋଡ଼ ହୋଇଗଲା ପରେ ଆପଣଙ୍କ ମୋବାଇଲରେ ଯେଉଁ ଡାଉନଲୋଡ଼ ଅପସନ୍ଟି ରହିଛି ସେହି ଡାଉନଲୋଡ଼ ଅପସନ୍କୁ ଯିବେ। ଦେନ୍ ତାପରେ ଆପଣଙ୍କ ବାର୍ଥ ସାର୍ଟିଫିକେଟଟି ଏଠି ଆପଣଙ୍କ ଡାଉନଲୋଡ଼ ହୋଇଥିବ, ତାକୁ ଆପଣ ଏଠି କ୍ଲିକ୍ କରିବେ।
ଦେନ୍ ସେଠାରେ କ୍ଲିକ୍ କଲା ପରେ ଏଠି ଦେଖନ୍ତୁ ଆପଣଙ୍କ ବର୍ଥ ସାର୍ଟିଫିକେଟଟି ଏଇଭଳି ଡାଉନଲୋଡ଼ ହେଇକରି ସମ୍ପୂର୍ଣ୍ଣ ଆସିଯିବ। ତ ଏଥିଲା ଗୋଟିଏ ଛୋଟିଆ ଇନଫର୍ମେସନ୍ ଯେଉଁଟାକି ଆପଣଙ୍କ ବାର୍ଥ ସାର୍ଟିଫିକେଟଟି ଡାଉନଲୋଡ଼ କରିପାରିବେ। ତ ଏଇଭଳି ବାର୍ଥ ସାର୍ଟିଫିକେଟଟି ଆପଣଙ୍କ ଡାଉନଲୋଡ଼ ହେଇକି ଆସିଯିବ। ତେବେ ଏଠି ଦେଖନ୍ତୁ ଆମେ ଯେଉଁ ଡିଷ୍ଟ୍ରିକ୍ଟ ଦେଇଥିଲା ସେଇ ଡିଷ୍ଟ୍ରିକ୍ଟଟି ଶୋ କରୁଛି, କେଉଁ ହସ୍ପିଟାଲ ଆମେ ଦେଇଥିଲା ସେଇ ହସ୍ପିଟାଲଟି ଏଠି ଶୋ କରୁଛି ଏବଂ ଡେଟ୍ ଅଫ୍ ବର୍ଥଟି ମଧ୍ୟ ଶୋ କରୁଛି ଏବଂ ରେଜିଷ୍ଟ୍ରେସନ ନମ୍ବରଟି ମଧ୍ୟ ଶୋ କରୁଛି। ତ ଏମିତି ଭାବରେ ଆପଣଙ୍କ ବର୍ଥ ସାର୍ଟିଫିକେଟଟିକୁ ଘରେ ବସି ଆପଣଙ୍କ ମୋବାଇଲ ଫୋନ୍ ସାହାଯ୍ୟରେ ଡାଉନଲୋଡ଼ କରିପାରିବେ। ତ ଆଜିର ଭିଡ଼ିଓ ଏତିକି। ଯଦି ଭିଡ଼ିଓଟି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଆପଣ ଯଦି ଏ ଚ୍ୟାନେଲରେ ନୂଆ କରିଛନ୍ତି ତାହେଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।